ମାନେ ସ୍ଥାନର ଦୂର ହବାଟା ବଡ଼ କଥା ନୁହେଁ। ସକାଳୁ ଉଠିକି ଗୋଟାଏ ଫୋନ କରିପାରିବନି ତମେ, ମା କଣ କରୁଛୁ, ଭଲ ଅଛି, ବାପାଙ୍କ ଦେହ ଭଲ ଅଛି ତ, ତମ ଦେହ ଭଲ ଅଛି ତ, ଆଜି କଣ ପାଇଁ ବାପାଙ୍କ ପାଇଁ ରୋଷେଇ କରୁଛୁ? ଆରେ ଶବ୍ଦଟା ପଚାରିଲେ ପିଲା ମା ଭାବିବ ମୋ ପିଲା ମୋ ଛାତି ପାଖରେ ଅଛି। ଯେତେ ଦୂର ସ୍ଥାନ ହେଇଥିଲେ ବି ମନ କେବେ ଦୂର ନୁହେଁ। ଆଜି ସ୍ଥାନ ଦୂର ହେଲା ବୋଲି ମନ କାହିଁ ଦୂର କରୁଛୁ? ଆଜି ପିଲାମାନେ ଟିକେ ଫୋନ କରିବାକୁ ସମୟ ନାହିଁ। ତେଣୁ ମା ମାନଙ୍କୁ, ବନ୍ଧୁମାନଙ୍କୁ, ପିଲାମାନଙ୍କୁ ଅନୁରୋଧ କରୁଛି, ଆସ ଟିକେ ସଂକଳ୍ପ ନେବା। ଯେଉଁମାନେ সকল ପ୍ରକାର କଷ୍ଟ ସହି ମୋତେ ନିର୍ମାଣ କରିଛନ୍ତି, ମୁଁ ସେଇ ନିର୍ମାଣ ଭାବରେ ସଂକଳ୍ପ ନେବି ସେମାନଙ୍କୁ କେବେ ଜୀବନରେ କଷ୍ଟ ଦେବି। ଏବଂ ସେମାନଙ୍କର ଆଦର୍ଶ, ସେମାନେ ବଡ଼ ପାଠ ପଢ଼ି ନାହାନ୍ତି, ସେମାନେ ଗୋଟିଏ ପାଠ ପଢ଼ିଥିଲେ, ମୋ ପିଲା ମୋ ଠାରୁ ବଡ଼। ଦୁନିଆର ସବୁ ଲୋକ ଜୟ ଚାହାନ୍ତି, କିନ୍ତୁ ଦୁଇ ଜଣ ଲୋକ ଠାରୁ ପ୍ରତ୍ୟେକ ଲୋକ ପରାଜୟ ଚାହାନ୍ତି। ଶିଷ୍ୟା ପୁତ୍ରା, ପୁତ୍ର ଠାରୁ ପରାଜୟ ହେଲେ ପିତା ଖୁସି ହୁଏ, ଶିଷ୍ୟ ଠାରୁ ପରାଜୟ ହେଲେ ଗୁରୁ ଖୁସି ହୁଏ। ଯାହା ମୋ ଛୁଆ ମୋ ଠାରୁ ଅଧିକ ହେଇଗଲା, ମୋ ଠାରୁ ଅଧିକ ପାଠ ପଢ଼ିଲା। ମୋ ମାଟି ଏତିକି ଚାହୁଁଥିଲା, ମୁଁ ଆଦୌ ପାଠ ପଢ଼ିନି, କିନ୍ତୁ ମୋ ପୁଅ ମୋ ଝିଅ 100 ପାଠ ପଢ଼ିବା ଲୋକଙ୍କ ଭିତରେ ବସିବାର ଯୋଗ୍ୟ ହଉ, 100 ଶିକ୍ଷିତ ଲୋକମାନଙ୍କ ପାଖରେ ବସିବାର ଯୋଗ୍ୟ ହଉ। ସେଇଭଳି ଏକ ଗୁରୁଜନ ମାନଙ୍କୁ ମୋର ବିଶ୍ୱାସ, ଆପଣମାନଙ୍କୁ ମୋର ଅନୁରୋଧ, ଭଲ ମାଟିଏ, ଭଲ ବାପାଟିଏ, ଆଉ ଭଲ ଆଚାର୍ଯ୍ୟ କାହାକୁ ଜାଣିଛନ୍ତି? ଇଏ ଗୋଟେ ବିଚିତ୍ର କଥା। ଅପରେସନ କରୁଥିଲା ବେଳେ ଚିକିତ୍ସକକୁ ଗାଳି ଦେବା ରୋଗୀର ଲକ୍ଷଣ। ଅପରେସନ ବେଳେ ଚିକିତ୍ସକକୁ ଗାଳି ଦେବା ରୋଗୀର କାମନା ନାହିଁ, କିନ୍ତୁ ପୂଜନମୁକ୍ତ ବାହାରିଲା ପରେ ସେଇ ଚିକିତ୍ସକ ମଧ୍ୟ ସେ ପ୍ରଶଂସା କରେ। ତେଣୁ ମା ବାପାଙ୍କ ଗାଳି ବେଳେ ବେଳେ ଆମକୁ କଷ୍ଟ ଦେଇଥାଏ, କିନ୍ତୁ ସେ ଗାଳି ଆମକୁ ତିଆରି କରିଛି, ମଣିଷ କରିଛି, ଉପରକୁ ଉଠିବା ପାଇଁ ସହଯୋଗ କରିଛି। ସେଇଭଳି ଏକ ବାପା ମାଙ୍କ ଚରଣ ଥିଲେ ପ୍ରତ୍ୟେକ ଦିନ ପ୍ରଣାମ କରି ଭାବିଲେ ଆଉ ବୋଧେ କିଛି ଦରକାର ନାହିଁ। ଦୁନିଆର କୌଣସି ଅମଙ୍ଗଳ ଆପଣଙ୍କୁ ସ୍ପର୍ଶ କରିବ ନାହିଁ, ଦୁନିଆର କୌଣସି ଅଭିଶାପ କେବେ ଆପଣଙ୍କୁ ସ୍ପର୍ଶ କରିବ ନାହିଁ ଯେ ପିତାମାତାଙ୍କ ଚରଣ ତଳେ ନିଜକୁ ଅର୍ପଣ କରୁ। ମୁଁ ଆଶା କରୁଛି ଆପଣମାନଙ୍କୁ ମୋର ଅନୁରୋଧ, ବିଚାର କରୁଛି ଆପଣ ଜାଣିଛନ୍ତି ଆଜ୍ଞା, ଏ ଦୁନିଆ ଗୋଟିଏ ମା ଆପଣ କହୁଛି ଦେବକୀ 7 ସନ୍ତାନ ନିଜର ଭାଇ ବୁଝାଲା।